ପଇସାଟା କୋଉଠି ରଖିଲେ? ସାର୍ ଗାଡ଼ି ଭିତରେ ଏଠି? ଆଜ୍ଞା ଏ ଭିଡ଼ିଓ ଆଚ୍ଛା, ବାହାର ଲୋକ ସମାଧାନ ଷ୍ଟାଣ୍ଡ ହାଁ? ଲଗାଇ ହଁ, ଠିକ୍ ଅଛି, ବସ। ବସନ୍ତୁ, ଆପଣ ଜାଗା ସେଠି ଭାଇ ଆyo ବାବୁ ଗାଡ଼ି ଗଲା ସାର୍ ପଇସା କୋଉଠି ରଖିବାକୁ କହିଲେ? ସାର୍ ଏଇ ଜାଗାରେ ରଖିଦେଲି ଆଜ୍ଞା ଅନା କଣ? ହାଁ? କେତେ ଦିନ ହେଲା? ଆଚ୍ଛା, ତାର ସେ ଗାଡ଼ି କଣ ପାଇଁ ରିଟର୍ନ ସେ ଗାଡ଼ି କିଏ ରଖିଥିଲା? ଗାଡ଼ି ତାର ଆକ୍ସିଡେଣ୍ଟ ହେଇଥିଲା ସେ ଲୋକ ପଡ଼ି ସାଣ୍ଡୁକୁ ମାରିଥିଲା ମାରିଲା ପରେ ସେ ବାହାର ଲୋକ ଠିକ୍ ଅଛି, ଗାଡ଼ି ରିଟର୍ନ କରି ରଖିଥିଲା ତ? ଗାଡ଼ି ଡିଟେଲ କାହିଁ ରଖିନୁ ସେଟା ସେ ଲୋକଟାକୁ ମେଡିକାଲରେ ରଖିନୁ ତା ଗାଡ଼ିଟାକୁ ହିଁ ରଖିନୁ ସେ ହାତ ବୁଝ ଗାଡ଼ିଟା ପ୍ରମାଣ ତ ରଖିଲେ ତୋ ନାଁ କଣ ଅଛି? ମୋ ନାଁ ଦେହ ପ୍ରକାଶ ବେହେରା ଏଠି କେତେ ଦିନ ହେଲା? ତାର ତାର ଗାଡ଼ିଟା କେତେ ଦିନ ହେଲା ଆପଣ? ଗାଡ଼ିଟା ସେଣ୍ଡ ମାରିଲା 7 ତାରିଖ 7 ତାରିଖ 7 ତାରିଖ ହଁ କଣ ପୁଣି କଣ ଗାଡ଼ିଟା ତାର ପୁଣି କୋଉ କଣ୍ଡିସନରେ ବାହାରିବ ବୋଲି କଥା ହେଇଛି? ବାହାରିବ କଣ ତା ଗାଡ଼ି ଆସିବ ଆପଣ ସେ ଇଏକୁ ଲଗାଉନ। ସେ ଯୋଉ ପୋକଲେନ ମେସିନ ଆଣିକି ଦିଟା ସେଣ୍ଡକୁ ଫୁଟିଲେ ସେ ବାବଦର 1,500 ଟଙ୍କା କଥା ମୁଁ ଶୁଣିଥିଲି ତ ସେଇଟା ସେ ଦେଇଥିଲା ଆଉ ବାକି ପଇସା ଏଠି ଅଛି ଶୁଣନ୍ତୁ ସାର୍, ଆପଣଙ୍କର କଥାବାର୍ତ୍ତା ଯାହା କଥା ହେଇଛନ୍ତି ଖାଲି ଏଇ କଥା ନାହିଁ, ଆପଣ ଆପଣଙ୍କୁ ସ୍କୋପ୍ ସବୁ ଡିଏସପି ମ୍ୟାଡାମ ହେଲା, ମୁଁ ହେଲି ବାରିପଦା ଡିଏସପି ଇନଚାର୍ଜ ଅଛି, ବାଲେଶ୍ୱର ଡିଏସପି ଆଉ ଇଏ ସବୁ ଇନ୍ସପେକ୍ଟର ସବୁ ଅଛନ୍ତି। ସାକ୍ଷୀ ବାବୁମାନେ ଟିକେ ଆସ, ରାଜନ ଭାଇ ରେକର୍ଡିଂ କର। ସେ ବାବୁ ଅଛନ୍ତି, ସେ ବାବୁ କଣ ଜୟପ୍ରକାଶ ବେହେରା? ଆସନ୍ତୁ ଆପଣ। ଆମର ହଁ ଆଚ୍ଛା, ଇଏ ଆଜି ଯୋଉ ହେଲା, ଆଜି ଯୋଉ ଆସିଲ କଣ ପ୍ରଥମେ ଆସିଲା ପରେ ଦେଖିଲ କଣ କହିଲେ? ଆସିଲା ପରେ ସାର୍ ମୁଁ ଫୋନ କଲି କହିଲେ ଘରକୁ ଆସ ଘରକୁ ଗଲି ସାର୍ ଘରକୁ ମାନେ କାହା ଘରକୁ? ଭଡ଼ା ନେଇ ସାର୍ କୋଉ ସାର୍? ଆମର ବିଶ୍ୱାସ ସାର୍ ତାପରେ କହିଲେ ଫାଣ୍ଡିକି ଆସ ଫାଣ୍ଡିକି ଆସିଲା ପରେ ମୁଁ ଦେଖିଲି ଯେ ବଜରଙ୍ଗ ବାଲା ଜେସି ବାଲା ଥିଲା ସେ 1500 ଟଙ୍କା ନେଲା ତାପରେ ବାକି ସାର୍ କହିଲେ କି ପଇସା ସେଇଠି ରଖିଦିଅ ରଖିଦେଇ ଗାଡ଼ି ନେଇକି ପଳେଇ ଯାଅ। ଆଚ୍ଛା, ପଇସା କୋଉଠି ରଖେଇଛ? ପଇସା ସାର୍ ଏଇ ଡାଏରୀ ଭିତରେ ଅଛି ଡାଏରୀ ଭିତରେ ଲାଲ ରଖିଛ? ଡାଏରୀ ଭିତରେ ଲାଲ ଡାଏରୀ ଭିତରେ ଆଜ୍ଞା ଏ ସାର୍ଙ୍କର ଆଜ୍ଞା ଡାଏରୀ ଭିତରେ ରଖିଦେଇକି ପଳାଅ ଇୟା କହିଲେ? ହଁ ଆଚ୍ଛା, ହଉ ଠିକ୍ ଅଛି, ହଉ।